नमस्कार, ମୁଁ ଜୟଶ୍ରୀ ବ୍ଲେସିଂ ଟିମ୍ ଭୁବନେଶ୍ୱରରୁ। ଦ ଅନଟୋଲ୍ଡ ଷ୍ଟୋରି ଅଫ୍ ସୀତା, ସୀତାଙ୍କ ଜୀବନର ଅକୁହା କାହାଣୀର ଦ୍ୱିତୀୟ ଅନୁଚ୍ଛେଦରେ ଆମେ ପହଞ୍ଚିଛେ। ଏଥିରେ ରିବର୍ଥ ଅଫ୍ ମୀନାକ୍ଷୀ ଅର୍ଥାତ୍ ମୀନାକ୍ଷୀଙ୍କ ପୁନର୍ଜନ୍ମ ବିଷୟରେ ଆମେ ଜାଣିବା। ମୀନାକ୍ଷୀଙ୍କର ପୁନର୍ଜନ୍ମ ତ୍ରେତା ଯୁଗର ଶେଷ ଭାଗରେ ଅଯୋଧ୍ୟାର ଏକ କ୍ଷତ୍ରିୟ ପରିବାରରେ ହେଲା। ତାଙ୍କର ପିତା ଅଯୋଧ୍ୟାରେ ପ୍ରଶାସନ ସେବକ ରୂପେ ନିଯୁକ୍ତି ଥିଲେ। ସେ ମହାରାଜ ରାମଙ୍କର ଏକ ନିଷ୍ଠାବାନ ସେବକ ଥିଲେ ଏବଂ ତାଙ୍କର ମାତା ଏକ ଶାଳୀନ ସ୍ତ୍ରୀ ଥିଲେ। ଅନୁସୟା ସବୁଠାରୁ ସାନ ଏକମାତ୍ର କନ୍ୟା ସନ୍ତାନ ଥିଲେ। ତାଙ୍କର ମାଙ୍କ ପ୍ରତି ଅଧିକ ଭଲ ପାଇବା ଥିଲା କାରଣ ତାଙ୍କର ସବୁ ଭାଇଙ୍କର ବିବାହ ହୋଇଯାଇଥିଲା। ଅନୁସୟାକୁ ତାଙ୍କ ପିତା ମାତାଙ୍କର ସେବା କରିବାରେ ଖୁବ୍ ଆନନ୍ଦ ମିଳୁଥିଲା। ଏହା ଦେଖି ପିତା ତାଙ୍କୁ ସବୁବେଳେ କହନ୍ତି, ଦେଖିବ ଆମ ଅନୁସୟା ଏକ ଆଦର୍ଶ ପତ୍ନୀ ହେବ। ସେବା ହିଁ ତାର ସ୍ୱଭାବ ଅଟେ। ଅନୁସୟାଙ୍କୁ ଏହି ପତ୍ନୀ ଶବ୍ଦ ଆଦୌ ଭଲ ଲାଗୁନଥାଏ। ତାଙ୍କୁ ଛୋଟବେଳୁ ହିଁ ବିବାହ କରିବାର ବିଚାର ହିଁ ଭଲ ଲାଗୁନଥିଲା। ସେ ସମୟରେ ଅଯୋଧ୍ୟାରେ ଯଶ ବୈଭବ ସବୁଠାରେ ବଢ଼ି ଚାଲିଥାଏ। କିନ୍ତୁ ଅନୁସୟାଙ୍କର 7 ବର୍ଷ ବୟସରେ ହିଁ ସେତେବେଳେ ତାଙ୍କର ପ୍ରିୟ ରାଜା ଶ୍ରୀରାମଙ୍କର ଦେହାନ୍ତ ହୋଇଯାଇଥାଏ ଏବଂ ତାଙ୍କର 2 ପୁତ୍ର ଲବ ଓ କୁଶ ଶାସନ ଭାର ସମ୍ଭାଳୁଥାନ୍ତି। ସେ ସମୟରେ କନ୍ୟାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପାଠଶାଳାର ବ୍ୟବସ୍ଥା କରାଯାଇଥାଏ। ମହାରାଣୀଙ୍କର ଉତ୍ସାହ କନ୍ୟା ସନ୍ତାନଙ୍କର ଶିକ୍ଷା ପ୍ରତି ଥିଲା, କିନ୍ତୁ ଏହି ସ୍ୱପ୍ନ ସାକାର ଦେଖିବା ପାଇଁ ସେ ଜୀବିତ ନଥିଲେ। ମାତା ସୀତାଙ୍କର ଦେହାନ୍ତ ପରେ ରାଜା ରାମଙ୍କର ଏ ସ୍ୱପ୍ନକୁ ସାକାର କରିବା ଏକ ଦାୟିତ୍ୱ ହୋଇଯାଇଥିଲା। ଆରମ୍ଭରେ ଏହାର ବିରୋଧ ହୋଇଥିଲା, କିନ୍ତୁ ମୁନି ଋଷିଙ୍କର ଆଲୋଚନା ପ୍ରତ୍ୟାଲୋଚନା ପରେ ନାରୀମାନଙ୍କର ଶିକ୍ଷା ପାଇଁ ସ୍ୱତନ୍ତ୍ର ଗୁରୁକୁଳ ପ୍ରତିଷ୍ଠା ହେଲା ଏବଂ ଧୀରେ ଧୀରେ ତାହା ଫଳଦାୟୀ ମଧ୍ୟ ହେବାକୁ ଲାଗିଲା। ପ୍ରଥମେ ଶିକ୍ଷାଦାନ କେବଳ ଉଚ୍ଚ ପ୍ରତିଷ୍ଠିତ ବ୍ୟକ୍ତି, ବ୍ରାହ୍ମଣ ତଥା ରାଜ ପରିବାରର ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମିଥିଳା ଓ ଅଯୋଧ୍ୟାର ସମନ୍ୱୟରେ ଜ୍ଞାନର ଏକ ନୂତନ ଦିଗ ଖୋଲି ଯାଇଥିଲା। କୁହାଯାଉଥିଲା ଯେ ମାତା ସୀତା ଅଯୋଧ୍ୟାର ବଢ଼ୁଥିବା ଶକ୍ତି ସହ ଜ୍ଞାନକୁ ଯୋଡ଼ିବାକୁ ଆସିଥିଲେ, କାହିଁକି ନା ବୁଦ୍ଧିହୀନ ଶକ୍ତି ଅବାଞ୍ଛିତ ଫଳ ଦିଏ ଏବଂ କେବେ କେବେ ତାହା ବିନାଶକାରୀ ମଧ୍ୟ ହୋଇଯାଏ। ମହାରାଜା ରାମଙ୍କର ବିନମ୍ର ସ୍ୱଭାବ, ଭକ୍ତି, ସେବା ଏବଂ ଶକ୍ତି ବିଷୟରେ ସେତେବେଳେ ସମସ୍ତଙ୍କୁ ଶିକ୍ଷାଦାନ କରାଯାଉଥିଲା ଏବଂ ସମସ୍ତେ ଜାଣିଯାଇଥିଲେ ଯେ ଲଙ୍କାର ରାଜା ରାବଣ ମହାଜ୍ଞାନୀ ହୋଇଥିଲେ ମଧ୍ୟ ନିଜ ଜ୍ଞାନର ଦୁରୁପଯୋଗ କରି ମହାବିନାଶ କରିଥିଲେ। ମହାରାଜା ରାମ ସମସ୍ତଙ୍କ ପାଇଁ ଏକ ଉଦାହରଣ ଥିଲେ। କିଛି ବର୍ଷ ପରେ ଗୁରୁକୁଳରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ଜୀବନ ବୃତ୍ତାନ୍ତ ଶୁଣାଉଥାନ୍ତି। ଯେଉଁ କ୍ଷଣରେ ମାତା ସୀତାଙ୍କର ଅପହରଣର କଥାର ପ୍ରସଙ୍ଗ ଆସିଲା, ସେତେବେଳେ ଅନୁସୟା ଚିତ୍କାର କରି କହିଲେ, ଏହା ସତ୍ୟ ନୁହଁ। ଏହା କହି ସେ ସେଠାରୁ ଚାଲିଯାଆନ୍ତି। କାହାଣୀର ଏହି ଭାଗକୁ ସେ ସ୍ୱୀକାର କରିବା ସ୍ଥିତିରେ ନଥିଲେ ଏବଂ କୌଣସି ଗୁରୁ ବି ତାଙ୍କୁ ଏ କଥା ବୁଝାଇବାରେ ସଫଳ ହୋଇପାରୁନଥାନ୍ତି। ଶେଷରେ ସେ ପିତାଙ୍କ ସହ ଗୁରୁକୁଳରୁ ସବୁଦିନ ପାଇଁ ବିଦାୟ ନେଲେ। ପିତାଜୀ ତଥାପି ତାଙ୍କୁ ବୁଝାଇବା ଛଳରେ ପଚାରିଲେ, ତେବେ ଏହି ମହାଯୁଦ୍ଧର କାରଣ କ'ଣ ଥିଲା? ଯଦି ସୀତାଙ୍କର ଅପହରଣ ହୋଇନଥିଲା? ତ ଅନୁସୟା କାନ୍ଦି କାନ୍ଦି କହିଲେ, ମୁଁ ଜାଣିନି, କିନ୍ତୁ ମୁଁ ନିଶ୍ଚିତ ଅଟେ ଯେ ତାଙ୍କର କୌଣସି ଅପହରଣ ହୋଇନି। ତାଙ୍କ ପାଇଁ କାହାଣୀ ଏମିତି ଥିଲା। ରାମ ସୀତାଙ୍କର ବିବାହ ପରେ 14 ବର୍ଷ ପାଇଁ ସେମାନେ ବନବାସ ଗଲେ। ହଁ, ରାବଣଙ୍କ ସହ ରାମଙ୍କର ଯୁଦ୍ଧ ହୋଇଛି, କିନ୍ତୁ ସେଥିରେ ସୀତାଙ୍କର ଅପହରଣ ହୋଇନି। ସୀତାଙ୍କ ଅପହରଣ ଅର୍ଥ ହେଲା ମାତା ସୀତାଙ୍କ ଶକ୍ତିକୁ ଉପେକ୍ଷା କରିବା। ମାତା ସୀତା ଏତେ ଶକ୍ତିଶାଳୀ ଥିଲେ ଯେ ନିଜକୁ ରକ୍ଷା କରିପାରିଥିବେ। ଯିଏ 14 ବର୍ଷ ବନରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିବ, ସେ ନିଜର ଆତ୍ମରକ୍ଷା ନିଶ୍ଚୟ ଜାଣିଥିବ। ତା ଛଡ଼ା ମହାରାଜା ରାମ ମଧ୍ୟ ଏସବୁ କେବେ ବି କରିବାକୁ ଦେବେନି। ଏସବୁ ଭାବନା ତାଙ୍କ ମନରେ ହିଁ ରହୁଥାଏ, ସେ କେବେ ବ୍ୟକ୍ତ କରୁନଥାନ୍ତି। ଗୁରୁକୁଳରୁ ଫେରିବା ପରେ ଅନୁସୟା ମାଙ୍କୁ ରୋଷେଇ ଘରରେ ସାହାଯ୍ୟ କରନ୍ତି। ଥରେ ଜଣେ ସେବକ ଖାଦ୍ୟ ଆଣୁଥିବା ସମୟରେ ବାଜିଯାଇ ତାହା ଖାଦ୍ୟ ତଳେ ପଡ଼ିଗଲା। ତାହା ଦେଖି ଅନୁସୟା ସେଠାକୁ ଦୌଡ଼ିକି ଯାଆନ୍ତି ଏବଂ ଚଟାଣକୁ ନିଜ ହାତରେ ସଫା କରନ୍ତି। ଏହା ଦେଖି ପିତାଶ୍ରୀ ଭାରି
କଠୋର ହେଇ ତାଙ୍କୁ ସେ କାମ ନ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ତ ପ୍ରଥମ ଥର ପାଇଁ ପିତାଜୀଙ୍କ କଥାରେ ଅନୁସୟା ବହୁତ ଦୁଃଖ ପ୍ରକାଶ କରନ୍ତି। ତାପରେ ତାଙ୍କ ମା ତାଙ୍କୁ ବୁଝାନ୍ତି ଗୃହସ୍ଥିର ଏକ ଅନୁଶାସନ ଅଛି। ଚାକର ଚାକରଣୀର କାମକୁ ଅନୁସୟାଙ୍କର କରିବାର ନଥିଲା, କିନ୍ତୁ ଏ କଥା ତାଙ୍କୁ ବୁଝା ପଡ଼ୁନଥାଏ। ଏ ଘଟଣା ବହୁତ ଦିନ ଧରି ତାଙ୍କ ମନରେ ସେମିତି ଘର କରି ରହିଲା। ଅନୁସୟାଙ୍କର ପ୍ରିୟ ସ୍ଥାନ ସରୋଜୁ ନଦୀ ଥିଲା। ତାହାର କାଚକେନ୍ଦୁ ପରି ପାଣି କୁଳୁ କୁଳୁ ନାଦରେ ଏକ ନୈସର୍ଗିକ ସୁନ୍ଦରତା ଅନୁଭବ ହେଉଥାଏ। ଅନୁସୟାଙ୍କୁ ସେଠାରେ ସମୟ ବିତେଇବାକୁ ଖୁବ୍ ଭଲ ଲାଗୁଥାଏ। ତାଙ୍କୁ ସବୁବେଳେ ଲାଗୁଥିଲା ସରୋଜୁ ନଦୀ ତାଙ୍କୁ କିଛି କହିବାକୁ ଚାହୁଁଛି, କିନ୍ତୁ କେବଳ ଏକାନ୍ତରେ ହିଁ ଏହା ସମ୍ଭବ ବୋଲି ତାଙ୍କୁ ଅନୁଭବ ହେଉଥିଲା। କିନ୍ତୁ ଏମିତି ସୁଯୋଗ କେବେ ବି ମିଳୁନଥିଲା, କାହିଁକି ନା ସେ ସମୟରେ ବିଦେଶୀ ଲୋକଙ୍କର ସମାଗମ ଏତେ ପରିମାଣରେ ବଢ଼ି ଯାଇଥିଲା ଯେ ସେଥିପାଇଁ ନାରୀମାନଙ୍କର ଏକାକୀ ବାହାରକୁ ବାହାରିବା ସୁରକ୍ଷିତ ନଥିଲା। ବୟସ ବଢ଼ିବା କ୍ରମେ ନଦୀମାତାଙ୍କ ସହ ଭାବନା ପ୍ରଦାନ କରିବା କଥା ବି ମନରୁ ଲିଭି ଯାଇଥିଲା। ଅନୁସୟାଙ୍କର ହୃଦୟରେ ଜିଦ୍ର ଏକ ହାଲୁକା ରେଖା ଥିଲା, ଯେମିତିକି ସେ ମହାରାଣୀ ସୀତାଙ୍କର ଅପହରଣକୁ କେବେ ବି ସ୍ୱୀକାର କରୁନଥିଲେ, ଠିକ୍ ସେମିତି ନିଜର ବିବାହ ପ୍ରସଙ୍ଗକୁ ବି ଅସ୍ୱୀକାର କରନ୍ତି। ତାଙ୍କ ପିତାଙ୍କ ଜ୍ଞାତରେ ଥିବା କର୍ମଚାରୀଙ୍କ ପୁତ୍ର ଏକ ବିବାହ ପ୍ରସ୍ତାବ ତାଙ୍କ ପାଖକୁ ଆସିଲା ଏବଂ ବାରମ୍ବାର ପଚାରିଲେ ମଧ୍ୟ ସେ ସେଠାରେ ଉତ୍ତର ଦେଲେନି। ତାପରେ ତାଙ୍କ ପିତାଜୀ ଅତିଷ୍ଠ ହୋଇ ତାଙ୍କୁ ଜୋର ଦେଇ ଏ ବିଷୟରେ ପଚାରିବାରୁ ସେ କାନ୍ଦି କାନ୍ଦି କହିଲେ ଯେ ସେ କେବେ ବି ବିବାହ କରିବେନି। ପିତାଜୀଙ୍କୁ ତାଙ୍କୁ ଶାନ୍ତ କରାଇଲେ ଏବଂ କହିଲେ ଏମିତି ବିତୃଷ୍ଣା କାହିଁକି? ସବୁ ଝିଅ ଏ ସମୟରେ ଏ ବୟସରେ ଜଣେ ଭଲ ଜୀବନ ସାଥୀର ସ୍ୱପ୍ନ ଦେଖନ୍ତି। ଅନୁସୟା ଏଥିରେ କହନ୍ତି ମୁଁ ବିବାହ କରିବାକୁ ଚାହୁଁନି, କାରଣ ମୁଁ ବିବାହ କଲେ କିଛି ଅସୁବିଧା ଘଟିବ, ହେଇପାରେ ମୋର ମୃତ୍ୟୁ ହେଇଯିବ, ନଚେତ୍ ମୋ ପିଲାମାନଙ୍କର ମୃତ୍ୟୁ ହେଇଯିବ। ଏହା କହି ସେ ଜୋରରେ କାନ୍ଦି ପକାନ୍ତି। ପିତାଶ୍ରୀ ତାଙ୍କୁ ସାନ୍ତ୍ୱନା ଦିଅନ୍ତି ଏବଂ କୋଳରେ ଆଉଜି ଦେଇ କହନ୍ତି ମୁଁ ତୁମର କିଛି ବି ଅନିଷ୍ଟ କରିବାକୁ ଦେବି ନାହିଁ। ଅନୁସୟାର ନିଜର ଭାବନାରେ ବୁଝିପାରୁନଥିଲେ, କିନ୍ତୁ ତାଙ୍କ ଆତ୍ମାର କୋଉ କୋଣରେ ଏସବୁ ଭୟ ଭରିକି ରହିଥିଲା। ଅନୁସୟା ମାତା ତାଙ୍କୁ ଚିକିତ୍ସକ ପାଖକୁ ନେଲେ। ସ୍ୱତନ୍ତ୍ର ପୂଜା ପାଠ, ଗ୍ରହ ନକ୍ଷତ୍ର ଶାନ୍ତ ସବୁକିଛି କରାଗଲା, କିନ୍ତୁ ଲାଭ କିଛି ବି ହେଲାନି। ଦିନେ ସନ୍ଧ୍ୟାବେଳେ ଅନୁସୟାଙ୍କର ମାତା କହିଲେ ମିଥିଳାର ଏକ ସେବିକା ଯିଏକି ଅନୁସୟାଙ୍କର ଚିକିତ୍ସା କରିବେ। କୁହାଯାଏ ସେ ମହାରାଣୀ ସୀତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ସେବା କରିଥିଲେ। ତାଙ୍କ ପାଖରେ ଏହା ବ୍ୟତୀତ ଆଉ କିଛି ଉପାୟ ନଥିଲା। ଏହାଦ୍ୱାରା ମହାରାଣୀଙ୍କର ଆଶୀର୍ବାଦ ବି ସେ ସେବିକା ମାଧ୍ୟମରେ ଯଦି ଅନୁସୟାକୁ ପ୍ରାପ୍ତ ହେବ, ଅନୁସୟା ଭଲ ହେଇଯିବେ। ଏହା ଅନୁସୟାଙ୍କର ମାତା ପିତା ଆଲୋଚନା କରୁଥାନ୍ତି। ସେ ସେବିକାଙ୍କ ନାମ ସମା ଅଟେ, ତାଙ୍କ ପାଖକୁ ଯିବା ପାଇଁ ମନସ୍ଥ କଲେ। ଏ ଆଲୋଚନାକୁ ଅନୁସୟା ଶୁଣୁଥିଲେ। ତାଙ୍କ ମା କହନ୍ତି ସେ ଏବେ ବହୁତ ବୁଢ଼ୀ ହେଇଗଲେଣି। ମୁଁ ଏତିକି ଜାଣିଛି ବନସ୍ପତି ଔଷଧର ଜ୍ଞାନ ତାଙ୍କୁ ହିଁ ମାତା ସୀତା ପ୍ରଦାନ କରିଥିଲେ ଏବଂ ବହୁତ ଲୋକ ତାଙ୍କ ପାଖକୁ ଯାଇ ଚିକିତ୍ସିତ ହୋଇ ଆସନ୍ତି ଏବଂ ଭଲ ମଧ୍ୟ ହେଇଯାଆନ୍ତି ଏବଂ ତାଙ୍କର ନାମ ସମା ଅଟେ। ସମାଙ୍କର ନାମ ଶୁଣି ସେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ପିତାଶ୍ରୀଙ୍କ ପାଖକୁ ଯାଇ କହନ୍ତି ମୋ ମନର ଭିତରର ଭୟକୁ ମୁଁ ବାହାର କରିବାକୁ ଚାହେଁ, ମୋତେ ଏହି ମହିଳାଙ୍କ ପାଖକୁ ନେଇ ଚାଲନ୍ତୁ, ପରେ ସେ ମୋତେ ଏଥିରୁ ମୁକ୍ତ କରିଦେବେ। ଏହା ଶୁଣି ପିତାଙ୍କର ହୃଦୟ ଖୁସିରେ ଭରିଯାଏ। ଏବେ ଅନୁସୟା ମଧ୍ୟ ମନରେ ଅନେକ ଉତ୍ସାହ ଭରିଗଲା ପରି ଲାଗେ ଯେ ସେ ତାଙ୍କୁ ଦେଖା କରିବାକୁ ଯିବେ, ଯିଏ ମାତାଙ୍କର ଅନ୍ତରଙ୍ଗ ସେବିକା ଅଟନ୍ତି। ଛୋଟବେଳୁ ଯାହାଙ୍କର କଥା ଶୁଣି ଶୁଣି ସେ ବଡ଼ ହେଲେ ତାଙ୍କର ସେବିକାକୁ ଦେଖା କରିବେ, ତାଠୁ ଆନନ୍ଦର କଥା ତାଙ୍କ ପାଇଁ ଆଉ କିଛି ବି ନଥିଲା। ଏବେ ସେ ଅପହରଣ କଥା ବି ସେଇ ଜାଗାରେ ସିଏ ହିଁ ଠିକ୍ କରି କହିପାରିବେ। କିଛି ଦିନ ପରେ ସେ ତାଙ୍କ ମାଙ୍କ ସହ ସମାଙ୍କୁ ଭେଟିବାକୁ ବାହାରନ୍ତି। ରାସ୍ତାରେ ଜଙ୍ଗଲରେ ଦେଇ ଯାଉଥିଲା ବେଳେ ସେ ଭାବୁଥାନ୍ତି ମହାରାଣୀ କାହିଁକି ରାଜମହଲର ସୁଖ ସ୍ୱାଚ୍ଛନ୍ଦ୍ୟ ଛାଡ଼ି ଜଙ୍ଗଲରେ ରହିବାକୁ ପସନ୍ଦ କଲେ। ଅନୁସୟା କେବେ ବି ବାହାରକୁ ଯାଇନଥିଲେ। ଜଙ୍ଗଲର ପଶୁ ପକ୍ଷୀ ବୃକ୍ଷଲତା ସେ ଦେଖି ଚାଲୁଥାନ୍ତି। ଯେହେତୁ ଅନୁସୟାଙ୍କର ପିତା ଅନୁଶାସନ ବିଭାଗରେ ପ୍ରଶାସକ ଥିଲେ, ତେଣୁ ଆଶ୍ରମରେ ତାଙ୍କର ସାଦର ସ୍ୱାଗତ ହେବା ତାହା ତ ନିଶ୍ଚିତ ଥିଲା।
ଅନ୍ଧାର ହେବା ପୂର୍ବରୁ ସେମାନେ ଆଶ୍ରମରେ ପହଞ୍ଚିଗଲେ। ତାଙ୍କର ଆଶ୍ରମରେ ଆସିବାର କାରଣ ଆଗରୁ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା। ଆଶ୍ରମର ଶାଳୀନତା ଶୁଦ୍ଧ ରୂପ ଦେଖି ଅନୁସୟା ଆଶ୍ଚର୍ଯ୍ୟ ହେଉଥିଲେ। ଆଶ୍ରମର ଗୁରୁ ଜଣେ ତାଙ୍କୁ ସ୍ୱାଗତ କଲେ ଏବଂ ବିଶ୍ରାମ ପାଇଁ ଏକ ପ୍ରକୋଷ୍ଠ ମଧ୍ୟ ଦେଲେ। ରାତ୍ରି ଭୋଜନ ସମୟରେ ମା ପଚାରିଲେ, ସେ କ'ଣ ଜୀବିତ ଅଛନ୍ତି? ଗୁରୁ ହଁ ଉତ୍ତର ଦେଲେ, କିନ୍ତୁ ସେ ଅଧିକ ବୃଦ୍ଧ ହୋଇଯାଇଛନ୍ତି। ତେବେ ସେ ପଚାରିଲେ, ଆମେ ଏତେ ଦୂରରୁ ଆସିଛୁ, ସେ କ'ଣ ଆମକୁ ଦର୍ଶନ ଦେବେ? ତେବେ ସେ ଗୁରୁ ବର୍ଣ୍ଣନା କରି କହନ୍ତି, ପ୍ରଥମେ ଅଯୋଧ୍ୟାବାସୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିଲେ, ବର୍ତ୍ତମାନ ବହୁତ କମ୍ ହିଁ ଆସନ୍ତି। ସମସ୍ତେ ଭାବନ୍ତି ତାଙ୍କର ମଧ୍ୟରେ କିଛି ଶକ୍ତି ଅଛି, ସେ କିନ୍ତୁ କହନ୍ତି ତାଙ୍କର ସେମିତି କିଛି ଶକ୍ତି ନାହିଁ। ଏଇ ଜଡ଼ିବୁଟି ଔଷଧି ମାତା ହିଁ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତି ଏବଂ ସେ ସେଇ ଅନୁସାରେ ରୋଗୀମାନଙ୍କୁ ଦିଅନ୍ତି। କେବେ କେବେ କୌଣସି ତପସ୍ୟା ଆସିଲେ ସେ ନିଜ ହାତରେ ଭୋଜନ ପ୍ରସ୍ତୁତ କରନ୍ତି। ଆପଣଙ୍କ ପାଇଁ ବି ସେ ଏଇଆ ହିଁ କରିବେ। ଅଧିକ ସମୟ ସେ ମୌନ ରହନ୍ତି। ଏମିତି ଲାଗେ ସେ ଯେମିତି ଅନ୍ୟ ଏକ ଦୁନିଆରେ ଅଛନ୍ତି। କେବେ କେବେ ସେ ଆଖି ବି ଖୋଲନ୍ତିନି। ସେ କହନ୍ତି, ମାତା ସ୍ୱୟଂ ଯେବେ ନେବାକୁ ଆସିବେ ତେବେ ସେ ଶରୀର ଛାଡ଼ିବେ। ଏହା ଶୁଣି ଅନୁସୟା ଆଉ ଶୋଇପାରୁନଥିଲେ। ସେ ଭାବନା ରାଜ୍ୟରେ ଉଡ଼ୁଥାନ୍ତି ଏବଂ ତାଙ୍କର ମୁକ୍ତିର ସମୟ ଆସିଯାଇଛି ବୋଲି ଉଲ୍ଲସିତ ହେଉଥାନ୍ତି। ବ୍ୟକ୍ତହୀନ ଅଶ୍ରୁ ସବୁ ତାଙ୍କ ବୋଲ ମାନୁନଥାନ୍ତି। ତାଙ୍କ ମୁକ୍ତି ମିଳିବାର ଆଶ୍ୱସ୍ତି ମିଳିଯାଇଥିଲା। କେଉଁଥିରୁ ମୁକ୍ତି ସେ ଜାଣିନଥିଲେ, କିନ୍ତୁ ସମାକୁ ସହ ଦେଖା ହେବାର ବ୍ୟଗ୍ରତା ତାଙ୍କ ଆତ୍ମାକୁ ଅପାର ଆନନ୍ଦ ତଥା ଶାନ୍ତି ପ୍ରଦାନ କରୁଥିଲା। ଭୋରୁ ଉଠି ସମାଙ୍କ ପାଖକୁ ଯିବା ପାଇଁ ସେ ପ୍ରସ୍ତୁତ ହୋଇଯାଉଥିଲେ। ସମାଙ୍କର ବାସସ୍ଥାନ ଆଶ୍ରମ ଭିତରକୁ ଥିଲା। ଜଙ୍ଗଲର ଚଲାପଥ ଦେଇ କିଛି ସମୟ ପରେ ତାଙ୍କର ନିବାସଟି ଦେଖାଗଲା। ମା ଓ ଅନୁସୟା ଦ୍ୱାର ଦେଶରେ ପହଞ୍ଚିଗଲେ। ଅନୁସୟା ମାଙ୍କୁ ଅନୁରୋଧ କଲେ ଯେ ସେ ଏକା ଯିବାକୁ ଚାହାନ୍ତି। ମା ମଧ୍ୟ ମାନିଗଲେ। ଅନୁସୟା ଦ୍ୱାର ଖୋଲିଲେ। ଉଦୟମାନ ସୂର୍ଯ୍ୟର ପ୍ରଥମ କିରଣ ଦ୍ୱାର ଦେଇ ପ୍ରବେଶ କଲା ତ ଅନୁସୟା ଏକ ସୁନ୍ଦର ଦେବୀଙ୍କୁ ଦେଖିବାକୁ ପାଇଲେ, ଯାହାଙ୍କର ଘନ କେଶ ମାଟିକୁ ପର୍ଯ୍ୟନ୍ତ ଲମ୍ବିଥିଲା ଏବଂ ମଥାରେ ଗେରୁଆ ବସ୍ତ୍ର ଆବୃତ ଥିଲା। ଏହି ଦୃଶ୍ୟ କିନ୍ତୁ ଗୋଟିଏ କ୍ଷଣ ପାଇଁ ଥିଲା। ଯେମିତି ସେ କକ୍ଷ ଭିତରକୁ ପାଦ ଦେଇଛନ୍ତି, ସେମିତି ସେ ସୁନ୍ଦର ଦେବୀ ଜଣକ ବୃଦ୍ଧା ରୂପ ପାଲଟି ଯାଇଛନ୍ତି। ସେ ଧ୍ୟାନ ମୁଦ୍ରାରେ ବସିଥାନ୍ତି। ତାଙ୍କ ଆଖି ଦୁଇଟି ନୀରବ ଓ ଶାନ୍ତ ହୋଇଯାଇଥାଏ। ଅନୁସୟା ଏବେ କିଛି ଜାଣିପାରୁନଥାନ୍ତି। ସେ ହସିବେ ନା କାନ୍ଦିବେ ନା କିଛି କହିବେ, କିଛି ବୁଝି ନପାରି ସ୍ଥାଣୁ ପରି ଠିଆ ହୋଇ ରହିଲେ। ଏ ସମୟରେ ଏକ ସୁମଧୁର ବାତ୍ସଲ୍ୟତାରେ ଭରା ସ୍ୱର ଆସିଲା, ଆସ ବତ୍ସ, ତମେ ଭିତରକୁ ଆସିପାର। ତ ସମା ଭିତରକୁ ଯାଇ ସମାଙ୍କ ପାଖରେ ବସିଲେ। ଆଜି ପାଇଁ ଏତିକି। ନମସ୍କାର।